ଜୟଗୁରୁ। ଯୋଗ ସାଧନା ଯୋଗିନୀ କୁଟୀର। ନିଗମାନନ୍ଦ ମନେ ମନେ ନାନା ଚିନ୍ତା କରି କିଛି ଦୂର ଯିବା ପରେ ଗୋଟିଏ ପୂର୍ଣ୍ଣ କୁଟୀର ଦେଖିବାକୁ ପାଇଲେ। ସେଠାରେ ଦେଖିଲେ ପୂର୍ବର ସେହି ଜ୍ୟୋତିର୍ମୟୀ ଭୈରବୀ ଯୁବତୀ କୁଟୀର ସମ୍ମୁଖରେ ଦଣ୍ଡାୟମାନ। ପ୍ରଥମେ ନାମ ଧରି ଡାକି ପରେ ହାତ ଧରି କୁଟୀର ଭିତରକୁ ସେ ନେଇଗଲେ ଓ ଲୋଟାଏ ଜଳ ଦେଇ କହିଲେ, ଗୋଡ଼ ହାତ ଧୁଅ। ତୁମ ପାଇଁ କୁଟୀର ଭିତରେ ସାମାନ୍ୟ ଜଳଯୋଗର ବ୍ୟବସ୍ଥା ହୋଇଛି। ତାହା ଶେଷ କରି ଏଠାରେ ବିଶ୍ରାମ କର। ନିଗମାନନ୍ଦ ଭୈରବୀଙ୍କ ପ୍ରଦତ୍ତ ଜଳରେ ଗୋଡ଼ ଧୋଇବେ କି ନାହିଁ ଇତସ୍ତତ ହେବାରୁ ଭୈରବୀ ନିଜେ ତାଙ୍କ ଗୋଡ଼ରେ ଜଳ ଢାଳିଦେଲେ। ନିଗମାନନ୍ଦ ଅପ୍ରତିଭ ହୋଇ କୁଟୀର ଭିତରକୁ ଯାଇ ଦେଖିଲେ ଗୋଟିଏ ରେକାବିରେ ଚିନି ସନ୍ଦେଶ, ଫଳ ଓ କନ୍ଦମୂଳ ରଖାଯାଇଛି। ସମ୍ମୁଖରେ ଖଣ୍ଡିଏ କୁଶାସନ ପଡ଼ିଛି। ନିଗମାନନ୍ଦ ଭୈରବୀଙ୍କର ରୀତିନୀତି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଆହାର ପରେ ସ୍ୱାମୀ ନିଗମାନନ୍ଦ ଏତେ ରାତ୍ରିରେ କେଉଁ ଆଡ଼କୁ ଯିବେ ଭାବୁଛନ୍ତି। ଏହି ସମୟରେ ଯୁବତୀ ଭୈରବୀ କହିଲେ, ଏହିଠାରେ ରାତ୍ରିଯାପନ କର, ପ୍ରତ୍ୟୁଷରୁ ଚାଲିଯିବ। ଏ ବଣରେ ବ୍ୟାଘ୍ର ଭାଲୁଙ୍କର ବଡ଼ ଉତ୍ପାତ। ତୁମେ ମଧ୍ୟ ବାଟ ଚିହ୍ନି ନାହଁ। ନିଗମାନନ୍ଦ ଅନ୍ୟ ଉପାୟ ନ ଦେଖି ସେଥିରେ ସମ୍ମତ ହୋଇଗଲେ। ଯୁବତୀ କୁଟୀର ଭିତରେ ଦୁଇଟି ବଡ଼ କୁଶାସନ ପକାଇ ଗୋଟିକରେ ନିଜେ ଶୋଇଲେ ଓ ଅନ୍ୟଟିରେ ନିଗମାନନ୍ଦକୁ ଶୟନ କରିବାକୁ ନିର୍ଦ୍ଦେଶ ଦେଲେ। ଉଭୟଙ୍କର ଶଯ୍ୟା ଭିତରେ ପ୍ରାୟ ଏକ ହାତ ଭୂମିର ପାର୍ଥକ୍ୟ ରହିଲା। ଏତେ ବଡ଼ ବିସ୍ତୀର୍ଣ୍ଣ ଗଭୀର ଅରଣ୍ୟ ଭିତରେ ପୂର୍ଣ୍ଣ କୁଟୀର, ସେଥିରେ ପୁଣି ପାର୍ବତ୍ୟ ଅନ୍ଧକାର ରାତ୍ରର ନିସ୍ତବ୍ଧ ଭିତରେ ଦଣ୍ଡୀ ସନ୍ନ୍ୟାସୀଙ୍କ ନିକଟରେ ଯୁବତୀ ଭୈରବୀଙ୍କର ଶଯ୍ୟା। ଏଥିରେ ନିଗମାନନ୍ଦଙ୍କର ନିଦ୍ରା ହେଲା ନାହିଁ। ମନ ଭିତରେ ନାନା ଭାବର ଉଦୟ ହେବାକୁ ଲାଗିଲା। ଭୈରବୀ ଏହା ଜାଣିପାରି ନିଗମାନନ୍ଦଙ୍କୁ ପଚାରିଲେ, କିହେ, ବର୍ତ୍ତମାନ ସୁଦ୍ଧା ନିଦ୍ରା ଆସିନାହିଁ? ନିଗମାନନ୍ଦ, ବହୁ ଚେଷ୍ଟା ସତ୍ତ୍ୱେ ନିଦ୍ରା ଆସୁନାହିଁ। ଭୈରବୀ, ଓହୋ, ବୋଧହୁଏ ନ ଖାଇ ନ ପିଇ ଏଣେ ତେଣେ ଚାଲିବାରୁ ବାୟୁ ଚଞ୍ଚଳ ହୋଇଯାଇଛି, ତେଣୁ ନିଦ୍ରା ହେଉନାହିଁ। ଏହା କହି ଯୁବତୀ ନିଗମାନନ୍ଦଙ୍କ ମସ୍ତକ ଉପରେ ବସି ତାଙ୍କ ମସ୍ତକ ଓ ପିଠିରେ ହାତ ବୁଲାଇବାକୁ ଲାଗିଲେ। ଏଥିରେ ନିଗମାନନ୍ଦଙ୍କର ମନ ବଡ଼ ଚଞ୍ଚଳ ହୋଇଉଠିଲା। ତାଙ୍କର ଭାବଭଙ୍ଗୀ ଦେଖି ଭୈରବୀ କହିଲେ, ନିଗମାନନ୍ଦ, ତୁମ ମନରେ କ'ଣ ସନ୍ଦେହ ହେଉଛି? ନିଗମାନନ୍ଦ, ଏପରି କରିବା ସନ୍ନ୍ୟାସୀ ନିୟମର ବହିର୍ଭୂତ। ଭୈରବୀ, ତେବେ ଉପାୟ କ'ଣ? ତୁମକୁ ଯେ ନିଦ୍ରା ହେଉନାହିଁ। ନିଗମାନନ୍ଦ, ଗୋଟିଏ ରାତ୍ରି ନିଦ୍ରା ନ ହେଲା ନାହିଁ। ମୁଁ କୁଟୀର ବାହାରେ ଶୟନ କରୁଛି, ତୁମେ କୁଟୀର ମଧ୍ୟରେ ଶୟନ କର। ଭୈରବୀ, ନା ନା, ତା ହେବ ନାହିଁ। ବାହାର ହିଂସ୍ରଜନ୍ତୁମାନଙ୍କର ଆବାସସ୍ଥଳ। ବରଂ ମୁଁ ବାହାରେ ଯାଇ ଶୟନ କରୁଛି, ତୁମେ କୁଟୀରରେ ନିଶ୍ଚିନ୍ତରେ ନିଦ୍ରା ଯାଅ। ନିଗମାନନ୍ଦ ଏଥିରେ ସମ୍ମତ ହୋଇପାରିଲେ ନାହିଁ। ଭାବିଲେ, ଏହି ଦୁର୍ଭିକ୍ଷ ଅନ୍ଧକାର ରାତିରେ ବ୍ୟାଘ୍ର ଭାଲୁଙ୍କ ପୂର୍ଣ୍ଣ ଭୀଷଣ ଅରଣ୍ୟରେ ଭୈରବୀ ତାଙ୍କର ନିଜ କୁଟୀର ଛାଡ଼ି ବାହାରେ ରହିବେ, ଆଉ ମୁଁ ଅତିଥି ହୋଇ ଗୃହସ୍ୱାମୀଙ୍କ ବହିଷ୍କାର କରି ସୁଖରେ ନିଦ୍ରା ଯିବି, ଏହା ବଡ଼ ଅଶୋଭନୀୟ। ଏହା ଭାବି ନିଗମାନନ୍ଦ ସରଳ ଭାବରେ କେତେକ ପ୍ରଶ୍ନ ଭୈରବୀଙ୍କୁ ପଚାରିଲେ। ନିଗମାନନ୍ଦ, କେତୋଟି ବିଷୟରେ ମୋ ମନରେ ସନ୍ଦେହ ହେଉଛି। ସେସବୁ ବିଷୟରେ ମୁଁ ତୁମଠାରୁ ଜାଣିପାରିଲେ ସୁଖରେ ଶୋଇପାରିବି। ଭୈରବୀ, ବେଶ୍ ସ୍ୱଚ୍ଛନ୍ଦରେ ପଚାରିପାର। ନିଗମାନନ୍ଦ, ତୁମେ କିପରି ଏଠାକୁ ଆସିଲ? କିପରି ବା ମୋ ନାମ ଜାଣିଲ? ତୁମେ କାହିଁକି ଏଠାରେ ଅଛ? ଏସବୁ ବିଷୟରେ ମୁଁ ଜାଣିବାକୁ ଚାହେଁ। ଭୈରବୀ, ତୁମେ ପୂର୍ବରୁ ଏହି ଯୁବତୀ ଭୈରବୀଙ୍କୁ ଦେଖିଥିଲ? ସେ ମୋର ସଙ୍ଗୀ। ଉଭୟ ଗୋଟିଏ କୁଟୀରରେ ବାସ କରୁ। ଆମ୍ଭେ ଦୁହେଁ କାଶୀର ଦେଶର ବ୍ରାହ୍ମଣ କନ୍ୟା। ବୈରାଗ୍ୟ ଉଦୟ ହେବାରୁ ସଂସାର ତ୍ୟାଗ କରି ଜଣେ ଯୋଗୀଙ୍କଠାରୁ ସାଧଦାନୀ ଶିକ୍ଷା କରୁଛି। ଉକ୍ତ ଯୋଗୀଙ୍କ କୃପାରୁ ଆମେ ଦୁଇଜଣ ଯୋଗସିଦ୍ଧି ଲାଭ କରି ଏଠାରେ ଅବସ୍ଥାନ କରିଛୁ। ଭୈରବୀଙ୍କ ସହିତ ଆଲୋଚନା କରି ନିଗମାନନ୍ଦ ବୁଝିଲେ ଯେ ଏହି ଯୁବତୀ ଭୈରବୀ ଭୂତ ଭବିଷ୍ୟତ୍ଜ୍ଞାତା, ଆଲୋକ ସାମାନ୍ୟ ଯୋଗସିଦ୍ଧା। ସେ ଭୈରବୀଙ୍କୁ ଯୋଗୀଗୁରୁ
କରିବାକୁ ଇଚ୍ଛା ପ୍ରକାଶ କଲେ। ଭୈରବୀ ଅନୁତ୍ସୁକ ହେବାରୁ ନିଗମାନନ୍ଦ ଅନିଚ୍ଛାରେ କାରଣ ପଚାରିଲେ। ଭୈରବୀ କହିଲେ, ମୁଁ ସ୍ତ୍ରୀ ଲୋକ, ଯୁବତୀ, ପୁଣି ସୁନ୍ଦରୀ। ନିଗମାନନ୍ଦ, ସେଥିରେ କ'ଣ ଅଛି? ମୁଁ ତ ଗୁରୁ ବୋଲି ଭାବିଛି। ସେଥିରେ କ'ଣ ଅଛି? ମୁଁ ତ ଗୁରୁ ବୋଲି ଭାବିବି। ଗୁରୁ ବୋଲି ଭାବିଲେ ମନ ଚଞ୍ଚଳ ହେବ ନାହିଁ। ଭୈରବୀ, ତୁମେ ସେ କୌଣସି ଭାବର ଭାବିଲେ ମଧ୍ୟ ପାରିବ ନାହିଁ। ତୁମର ନବୀନ ବୟସ। ଗୋଟିଏ ରାତ୍ରି ମୋ ପାଖରେ ରହି ତୁମ ମନ ଚଞ୍ଚଳ ହୋଇ ଉଠିଲା। ସେଥିରେ ପୁଣି ଦୀର୍ଘ ଦିନ ଧରି ମୋ ପାଖରେ ରହି କିପରି ଯୋଗ ସିଦ୍ଧ କରିବ? ତାପରେ ମୋର ବୟସ 60 ବର୍ଷ ହେଲେ ମଧ୍ୟ ମୋର ତ ଗୋଟାଏ ଦେହଧର୍ମ ଅଛି। ନିଗମାନନ୍ଦ ବୟସ କଥା ଶୁଣି ଆଶ୍ଚର୍ଯ୍ୟ ହେଲେ। ଏତେ ବୟସ, ଅଥଚ ଭୈରବୀଙ୍କର 16 ଭିନ୍ନ କେହି ଅଧିକ ବୟସ ବୋଲି ଭାବିବେ ନାହିଁ। କିଛି କ୍ଷଣ ପରେ ଭୈରବୀ କହିଲେ, ମୁଁ ତୁମର ଗୁରୁ ନୁହେଁ। ଯାଅ, ଗୁରୁଙ୍କ ସନ୍ଧାନ କର, ପାଇବ। ନିଗମାନନ୍ଦ, କେଉଁଠାରେ ପାଇବି? ଭୈରବୀ, କେଉଁଠାରେ? ଏଠାରୁ କଲିକତା ଯାଅ, ସେଠାରେ ଯୋଗସିଦ୍ଧ ଗୁରୁ ପାଇବ। ଏସବୁ ଅଞ୍ଚଳରେ ବୃଥା ଖୋଜି ବୁଲ ନାହିଁ। ନିଗମାନନ୍ଦ, କଲିକତା କିପରି ଯିବି? ହାତରେ ଟଙ୍କା ପଇସା କିଛି ନାହିଁ। ଭୈରବୀ, ଆଚ୍ଛା, ଦେଖାଯିବ। ଏହାପରେ ଉଭୟେ ସୁଖରେ ରାତ୍ରି ଯାପନ କଲେ। ପ୍ରଭାତ ହେବାରୁ ଭୈରବୀ ନିଗମାନନ୍ଦଙ୍କୁ ସଙ୍ଗରେ ନେଇ ଚାଲିବାକୁ ଲାଗିଲେ। ନିଗମାନନ୍ଦଙ୍କର ମନ ଭୈରବୀଙ୍କ ପ୍ରତି ଏତେ ଆକୃଷ୍ଟ ହୋଇ ପଡ଼ିଥିଲା ଯେ ସେଟା ଛାଡ଼ି ଚାଲିଯିବାକୁ ତାଙ୍କର ଆଦୌ ଇଚ୍ଛା ହେଉନଥିଲା। ତଥାପି ଉଭୟେ ଜଙ୍ଗଲ ବାହାରକୁ ଆସି ଦେଖିଲେ ସମ୍ମୁଖରେ ଗ୍ରେଟ୍ ଇଣ୍ଡିଆନ୍ ପେନ୍ସିଲ୍ ରେଲ ଲାଇନ୍। ଭୈରବୀ ଏଇ ଲାଇନରେ କିଛି ଦୂର ଆସି କହିଲେ, ଏଇଟି ଟଙ୍କା ନିଅ। ଷ୍ଟେସନ ଦେଖାଯାଉଛି, ସେଠାକୁ ଯାଅ, ଟିକେଟ କରି କଲିକତା ଯାଅ। ନିଗମାନନ୍ଦ ନିତାନ୍ତ ଅନିଚ୍ଛା ସତ୍ତ୍ୱେ ଚାଲିଯିବାକୁ ଲାଗିଲେ। କିଛି ଦୂର ଯାଇ ପଛକୁ ଚାହିଁ ଦେଖିଲେ ଭୈରବୀ ପୂର୍ବ ପରି ଦଣ୍ଡାୟମାନ। ଷ୍ଟେସନ ନିକଟକୁ ଯାଇ ଦେଖିଲେ ଭୈରବୀ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି। ଭୈରବୀଙ୍କ ଆକସ୍ମିକ ଅନ୍ତର୍ଦ୍ଧାନରେ ତାଙ୍କ ମନ ବଡ଼ କ୍ଷୁଣ୍ଣ ହୋଇଗଲା। ମନେହେଲା, ମୁଁ କ'ଣ କଲି? ଏପରି ଗୁରୁ ପାଇ ଛାଡ଼ିଦେଲି। ଏହା ଭାବି ପୁଣି ଜଙ୍ଗଲ ଆଡ଼କୁ ଦୌଡ଼ିଲେ। ଯାଇ ଦେଖିଲେ କୁଟୀର ନାହିଁ କି ଭୈରବୀ ନାହାନ୍ତି। ନିଗମାନନ୍ଦ ଅଧିକ ବିସ୍ମିତ ହୋଇଗଲେ। ନିଗମାନନ୍ଦ ପୁନରାୟ ଭାବିଲେ, ଭୈରବୀ ସମ୍ଭବତଃ କୌଣସି ଊର୍ଦ୍ଧ୍ୱ ଜଗତର ପ୍ରାଣୀ, ଯୋଗିନୀ, ସନ୍ନ୍ୟାସିନୀ ଦଳର ହେବେ। ଅନ୍ୟଥା ମନୁଷ୍ୟ ଏପରି ଉନ୍ନତ ହେବା ତ ସମ୍ଭବ ନୁହେଁ। ନିଗମାନନ୍ଦ ମନେ ମନେ ଭାବିଲେ, କିପରି ଏହା ସମ୍ଭବ ହେଲା। ଶେଷରେ ନାନା ସ୍ଥାନ ବୁଲି ପୁଣି ଷ୍ଟେସନକୁ ଫେରି ଆସିଲେ। ଷ୍ଟେସନ ମାଷ୍ଟରଙ୍କୁ କଲିକତା ଯିବା ଭଡ଼ା ପଚାରିବାରୁ ସେ କହିଲେ 18 ଟଙ୍କା 10 ଅଣା। ନିଗମାନନ୍ଦ ଦେଖିଲେ ଭୈରବୀ ତାଙ୍କୁ ଯେଉଁ ଟଙ୍କା ଦେଇଛନ୍ତି, ସେଥିରୁ ଭଡ଼ା ଦେଇ ଆଉ 4 ଅଣା ବଳୁଛି। ସେଥିରେ ତାଙ୍କର କଲିକତା ଯିବା ପର୍ଯ୍ୟନ୍ତ ଖର୍ଚ୍ଚ ଚଳିଯିବ। ସେଠାରୁ ସେ ଟିକେଟ କରି କଲିକତା ଯାତ୍ରା କଲେ। ଜୟ ଗୁରୁ।